नाराला शिवप्रसाद स्वाई बरेपुर पंचायत महंगा आज भागवत मेलन विषय कौन विगत बहु वर्ष धरी एक पुरातन मेलन एवं चैत्र मासर चतुर्दशी रात्रि पालन कराए संध्या 8 घटिका ठारू मेलन कार्यक्रम आरंभ होता है सका 9 घटिकार मेलन शेष कराए मेलन प्राय बरेपुर पंचायत ओसन पंचायत कोड़ामरी पंचायत अनेक विमान भागवत घाटी मान आसी 22 घाटी आसी पहुंचती एक महामिलन महोत्सव चैत्र महोत्सव यही महोत्सव को पालन करने को आम अंचल सहस्राधिक हजार हजार भक्तबंधु मान आसी जोग दिखती अनेक सस्नेही माँ और बापा मैंने जोग दिखती आम এই মেলনকু आम पिलादिन बापा अमल मेलन देखा ये जो सिद्धि साधनार क्षेत्र महापुरुष विजय बाबा पीठास्थल जो महामेलन कार्यक्रम एक वर्ष को छाड़ी रही कार्यक्रम आज अनुभूत होती क्षेत्र में डॉक्टर एकादश प्रधान महिमाधम गवेषक आज गोटे निरा परंपरा जाऊ ये परंपरा को मेट्रो चैनल आसी आम जो अंचलवासी जो कार्यधारा विवरणी दौरान विशेष भाव में प्रथम कृतज्ञता जनाऊँ ये हूँ 200 वर्षर प्राय परंपरा ये भागवत गादी ये अंचल विभिन्न ग्राम भागवत गादी आसी एठार एकजुट होती महासमारोह समस्ते आसती बाजा आतशबाजी सहित धूमधाम आसती बहुत शांति श्रृंखलार सहित मेढ़ गुड़िक आसी पहुंचा भागवत चर्चा हुए भोग लगी जाए यापर समस्त प्रत्यावर्तन करती अंचल हजार हजार भक्त कार्यक्रम में सामिल होती विजय बाबा होते गोटे आम अंचल विजय बाबा विजय महापुरुष प्रत्यक्ष ठाकुर जी जहाँ मनासी था प्राय एठारे पूरण होता है पूरण होगा भोग
ନୈବେଦ୍ୟ କରାଯାଇଥାଏ। ତେଣୁ ଏହା ଆମ ଅଞ୍ଚଳ ପାଇଁ ଗୋଟେ ଗୌରବର କଥା। ମୋ ନାଁ ଗୋବିନ୍ଦ ଚନ୍ଦ୍ର ବସ୍ତିଆ। ଆମ ଘର ହେଉଛି ଏରକଣା ଝୁମ୍ପଡ଼ି। ଆମେ ପୋଡ଼ାପଡ଼ି ପଞ୍ଚାୟତରୁ ଆସିଛୁ। ଆମ ହେଉଛୁ ଏ ଗାଡ଼ିର ସେବକ। ତେଣୁ ଏ ପରମ୍ପରା ଆଜିକି ପ୍ରାୟ କେଜାଣି କେତେ ବର୍ଷ ହେବ ଚାଲି ରହିଛି, 500 ବର୍ଷରୁ ଉର୍ଦ୍ଧ୍ୱ ହେବ ତ ଆମେ ସେଇଟା କହିପାରିବୁନୁ। ତେଣୁ ଏ ପରମ୍ପରା ପ୍ରତି ଶାନ୍ତି ଶୃଙ୍ଖଳାର ସହିତ ହୁଏ। ଏହା ବିଶେଷତ୍ୱ ହେଉଛି ଏଠାରେ ଗୋଟିଏ ପ୍ରକାରର ଗୌରୀ ବିମାନ, ଏଠାରେ ଠାକୁର ମଣ୍ଡିତ ହୋଇକି ସେ ବିମାନ ଆସିଥାନ୍ତି। ଆଉ ଏ ବିମାନରେ ଗୋଟେ ବିଶେଷ କଥା ହେଉଛି ମେଲଣ ଶେଷରେ ସବୁ ଗାଡ଼ିମାନେ ବସି ସାରିଲା ପରେ ଯେଉଁ 22 ଗୋଟି ଗାଡ଼ି ଆସନ୍ତି, ବସି ସାରିଲା ପରେ ଏଠାରେ ଭାଗବତ ପାଠ କରାଯାଏ। ସବୁ ଗାଡ଼ିଙ୍କ ଠାରେ ଭୋଗ ଲାଗି କରାଯାଇଥାଏ ଏବଂ ସବୁ ଗାଡ଼ିର ମାଲିକମାନେ ତାଙ୍କର ପ୍ରାୟ 15 ଦିନ ଆଗରୁ ତାଙ୍କ ଠାକୁର କିଭଳି ଭାବରେ ଆସିବେ ମେଲଣକୁ, ସେଥିପାଇଁ ସେ ତାଙ୍କର ବନ୍ଦୋବସ୍ତ କରିଥାନ୍ତି। ବିଭିନ୍ନ ପ୍ରକାର ଆକାଶବାଦୀ, ଘଣ୍ଟା, ଖୋଳ, ତାଳ, ମୃଦଙ୍ଗରେ ଏ ଅଞ୍ଚଳ ପ୍ରକମ୍ପିତ ହୁଏ ଏବଂ ହଜାର ହଜାର ଭକ୍ତଙ୍କର ମଧ୍ୟ ଏ ମେଲଣ ପଡ଼ିଆରେ ମାନେ ମେଲଣ ପଡ଼ିଆରେ ଉପସ୍ଥିତ ହୁଅନ୍ତି। ତେଣୁ ଏଟା ପ୍ରାୟ 5 ରୁ 7 ଗୋଟି ପଞ୍ଚାୟତର ଲୋକ ଏ ଜାଗାରେ ଉପସ୍ଥିତ ହୁଅନ୍ତି। ବିଭିନ୍ନ ପ୍ରକାର ଦୋକାନ ବଜାରଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ନାଚ ଗୀତ ସବୁ କିଛି ଅନୁଷ୍ଠିତ ହୋଇଥାଏ। ଗୋଟେ ପୌରାଣିକ କଥା, ବିଦ୍ୟମାନ ବର୍ଷକରେ ଥରେ ଚୈତ୍ର ପୂର୍ଣ୍ଣିମା ଚତୁର୍ଦ୍ଦଶୀରେ ଆମର ଭାଗବତ ମେଳନ ପାଳିତ ହୁଏ। ଭଗବାନ ମେଳପୂର୍ଣ୍ଣ ଯୋଉଟାକି ପରମ୍ପରିକ ଚାଲି ଆସିଛି। ଭଗବାନ ମେଳପୂର୍ଣ୍ଣ 25-30 ଭାଗବତ ଏକତ୍ରିତ ହୋଇ ଆନନ୍ଦ ଉଲ୍ଲାସ ଆମର ବିଦ୍ୟମାନ ହୁକା ପୂଜା, ସେ ଆମର ସାଧନା ପିଠା, ସେ ସାଧନା କରି ସିଦ୍ଧି ଲାଭ କଲା ପରେ ତାଙ୍କର ବିଗ୍ରହ ପୂଜା ହଉଛି। ଆଉ ପାଖାପାଖି 20,000 ଉର୍ଦ୍ଧ୍ୱ ଲୋକ। ମାନସିକ ଏଠୁ କେହି ଖାଲି ହାତରେ ଫେରି ନାହାନ୍ତି, ଯୋଉଟା କି ଲୋକମାନଙ୍କର କହିବା କଥା। ଆଉ ଯିଏ ଯାହା ଚାହିଁଛି, ଯାହା ମାଗିଛି ନିଶ୍ଚିତ ପୂରଣ ହେଇଛି, ସେଟା ସନ୍ଦେହ ନାହିଁ।